ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସୁବ୍ରଜିତ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ବ୍ଲଗକୁ। ତ ଏବେ ମୁଁ ଘରେ ଅଛି। ମୁଁ ଆଜି ଆମ ଘରେ ରୋଷେଇ କରୁଛି। ତ ଦେଖଉଛି ଆପଣଙ୍କୁ, ଦେଖନ୍ତୁ ଏଠି ମସଲା କଷା ହଉଛି ବଡି ତରକାରୀ ପାଇଁ। ଦେଖନ୍ତୁ ବଡି ଭାଜିକି ଅଲରେଡି ଥୋଇ ନେଇଛି। ଏ ମସଲା କଷା ହଉଛି। ଆଜି ରାତି 12ଟାରେ ଆମର ଯିବାର ଅଛି ବାଲେଶ୍ୱର ପିକନିକ, ଫ୍ୟାମିଲି ପିକନିକ ଅଛି। ତ ଘରେ ମା ଆଉ ଆମ ସାଣ୍ଟୁଆ ସେ ପୁରୀ ଆଉ ମଟର ତରକାରୀ କରିବାର ବ୍ୟସ୍ତ। ସେ ବାହାରେ ପୁରୀ ମଟର ତରକାରୀ କରୁଛନ୍ତି। ମତେ ଦିଆହେଇଛି ଦାୟିତ୍ୱ ବଡି ତରକାରୀ କରିବାକୁ। ମୁଁ ସେମାନେ କହିଲେ ବଡି ତରକାରୀ ପୁରୀ ଖାଇଦେ। ମୁଁ କହିଲି ନା, ମୋର ଖାଲି ସେ ହବନି, ମୋର ଆଉ ଏକ୍ସଟ୍ରା ଆଇଟମ କଣ ଦରକାର। ଆଗରେ ତୁ ତୋର ନିଜେ ନିଜେ କର। ତ ମୁଁ ମୋର ବଡି ତରକାରୀ କରୁଛି। ତ ଏବେଠୁ ରୋଷେଇବାସ ଥୁଆ ହଉଛି, କରିକି ଥୁଆ ହେଇଦେଲେ ରାତିରେ ବାହାରିକି ଯିବୁ ଆମେ। ଖାଲି ଆମର ନୁହଁ, ଆମ ପରିବାର ସମସ୍ତଙ୍କର ରୋଷେଇ ଚାଲିଛି ଏବେ। ମୁଁ ଦେଖଉଛି ଆପଣମାନଙ୍କୁ। ତାଙ୍କର ସବୁ ଆଣ୍ଟି ତାଙ୍କର ଏଠି ମସଲା କଷୁଛନ୍ତି, ଆଳୁ କଷା କରିବେ ବୋଲି। ଆଳୁ ସିଝା ଥୁଆ ହେଇଛି, ମସଲା କଷା ହଉଛି। ସେପଟେ ପୁରୀ ଥୁଆ ହେଇଛି। ଆଣ୍ଟି ପୁରୀ ଉଠେଇ ନେଲ ସେ ଗୋଡ ଆଣ୍ଟା। ଏଠି ପୁରୀ ଅଲରେଡି ହେଇକି ଥୁଆ ହେଇସାଇନି। ଏଠି ମସଲା କଷା ହଉଛି, ଆଳୁ କଷା ହବ ବୋଲି। ଚାଲିଛି ପଣ ଦେଇ ଘରୁ ତାର କଣ ଆଇଟମ ହେଇଛି। ପଣ ଦେଇ ଘର ଏଠି ପୁରୀ ଚାଲିଛି। ଆମ ଜାଉଁଳି ଦିଟା ତା ସାଙ୍ଗେ ଲାଜୁ ସମସ୍ତେ ମିଶି ବେଲୁଅନ୍ତି, ସେଠି ପଣ ଦେଇ ଛାଣୁଛି। ହଁ ଦେଖ ପୁରା ଗୋଲ। ପ୍ରୀତିମା ଏଠି ତାଙ୍କର କରୁଛନ୍ତି ରୁଟି ସେକୁଛନ୍ତି ବସିକିରି। ଚୁଲିରେ ରୁଟି ସେକା ହଉଛି। ଚୁଲିରେ ଯୋଉ ରୁଟିଟା ଭାଇ ଟେଷ୍ଟ ତାର ଅଲଗା। ସେ ଜାଣିନାହାନ୍ତି, ଆଉ ସେ ସବୁ ଗ୍ୟାସ ରେ କରୁନ୍ତି। ଆଉ ଏବେ ତ ମୁଁ ଆପଣମାନଙ୍କୁ ଦେଖେଇଲି ସମସ୍ତଙ୍କର ରୋଷେଇ ଚାଲିଛି। ମୋର ବଡି କଷା ହେଇଗଲାଣି ଅଲରେଡି। ଦେଖନ୍ତୁ ମୋର ବଡି କଷା ହେଇଗଲାଣି। ଆଉ 3-4 ମିନିଟରେ ହେଇଯିବ। ଇଏ ହଉଛି ଆମ ଘରର ଦିଟା ଟୁଇନ୍ସ। ଏବେ ବିକ୍ରମ ବେତାଳ ଅବସ୍ଥାରେ ଅଛନ୍ତି। କିଏ ବିକ୍ରମ, କିଏ ବେତାଳ, କିଏ କୁହ? କିଏ ଆଗଟା ବିକ୍ରମ, ପଛଟା ବେତାଳ? ବେତାଳ ତ ଡାଇଲଗ କଣ ଅଛି କହିଥିଲୁ? ହା 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 ମୁଁ ବେତାଳ। ଦିଟାଙ୍କର ୱେଟ ଏକା ସମାନ ହବ, ବାସ୍ 100-200 ଗ୍ରାମ ଏପଟ ସେପଟ। ସେ ଉଠେଇ ନେଇଛି। ଦିଟା କଣ୍ଟାରେ ଛିଡା କରିଦବ, ଦିଟା ବାସ୍ 100 ଗ୍ରାମ ଏପଟ ସେପଟ ହିଁ ହେବେ। ତ ଗାଡି ତ ରାତିରେ ଆସିବ। ତ ଆମ ଫ୍ୟାମିଲି ଲୋକ ଅଛନ୍ତି କିଛି, ଆମ ଫ୍ୟାମିଲିରେ 12-13 ଜଣ ଅଛନ୍ତି। ତ ଆମ ଘର ପାଖରେ ବି ଲୋକ ଅଛନ୍ତି, ଆମ ଗାଁରେ ବି ଲୋକ ଅଛନ୍ତି। ତ ଗୋଟେ ଟ୍ରାଭେଲ ଆସିବ, ସେଇଥିରେ ଆମେ ସବୁ ମିଶିକି ଯିବୁ। ଗାଡି ଆସିବ 12ଟା ରାତିରେ। ତ ତା ଆଗରୁ ଆମକୁ ସବୁ କାମ ସାରିବାକୁ ପଡିବ, ରେଡି ହବାକୁ ପଡିବ। ରେଡି ହେଇ ସାରିକି ଆମେ ସବୁ ବାହାରି ଯିବୁ 12ଟାରେ। ତ ଏବେ ତ ବ୍ୟସ୍ତ ଅଛନ୍ତି ସମସ୍ତେ, 12ଟା ବେଳକୁ ଦେଖାହବ। ତ ସାଙ୍ଗମାନେ ଆମ ଗାଡି ଆସିଲାଣି, ସେ ପଛରେ ଠିଆ ହେଇଛି ଗାଡି। ମୁଁ ବାହାରିକି ବି ଆସିଲାଣି, ଘରୁ ବାହାରିକି ଆସିଲି, ଏବେ ଯାଉଛି ଗାଡି କତିକି। ତ ଦେଖ ଆମ ଗାଡି ଆସିଲାଣି, ଆମ ଗାଡି ସେଠି ଥୁଆ ହେଇଛି। ଆମ ଥୁଆ ହେଇଛି ଗାଡି। ଯିବା ଗାଡି ଭିତରକୁ ଯିବା, ଦେଖିବା। ଯାଅ ଯାଅ ଯାଅ। ଇଆଡେ ତ ନାହିଁ, ପଶୁ ପଳା। ମୋ ପାଖରେ ତ ନାହିଁ, ପଳା ପଶୁ। ଆମେ ବାହାରିବୁ, ଆମ ନଡିଆ ବାଡିଆ ହେଲାଣି। ଜୟ ଭୋଲେନାଥ। ଆମ ଗାଡି ଷ୍ଟାର୍ଟ ହେଇଗଲାଣି, ଆମେ ଗାଁରୁ ବାହାରି। ଏବେ ଟାଙ୍କିରେ ଆମେ ଟିକେ ତେଲ ପକେଇଦେବା ଗାଡ଼ିରେ, ବାହାରି ଯିବା। ଆମ ଗାଡ଼ି ଏବେ ଟୋଲଗେଟ୍ ଭିତରକୁ ଏଣ୍ଟ୍ରି କଲା। ଦେଖନ୍ତୁ କେମିତି ଆମେ ସାଣ୍ଟୁଆର ମୋର ଏକାଠି ବସିଛୁ। ସାଣ୍ଟୁଆ ଟିକେ ମୋତେ ହାତ ହଲେଇ ଦେଲା। प्यार की एक कहानी, एक प्यार की दीवानी, वो भी हंसने लगी थी जब भी हंसने लगा था दोनों। कोई तरसाना था, कोई तड़पाना था, वो मिले। ତ ସାଙ୍ଗମାନେ ଆମେ ଅଲରେଡି କଟକରୁ 20-25 କିଲୋମିଟର, 25-30 କିଲୋମିଟର ଆଗକୁ ଆସିଲୁଣି ଭାରି। ଆମେ ଏଠୁ ଡାଇରେକ୍ଟ ଯିବୁ ପଞ୍ଚଲିଙ୍ଗେଶ୍ୱର। ତ ତାର ଡିଷ୍ଟାନ୍ସ ଆଉ ପାଖାପାଖି 130 କିଲୋମିଟର ଥିବ। ତ ଗୁରୁ ଭାଇ ଆମର ଗାଡି ଚଲାଉ, ତାଙ୍କ ସହ କଥା ହବ। ଭାଇ ଆଉ କେତେ ସମୟ ଟାଇମ ଲାଗିବ କହିଲି ଏଠି? ଆଉ ଭାଇ 2 ଘଣ୍ଟା ଖଣ୍ଡେ ଲାଗିବ, 2 ଘଣ୍ଟା 2.5 ଘଣ୍ଟା ଭଳିଆ ଲାଗିବ। ଆଉ କଣ ଲାଗୁଛି ଆମେ ଟାଇମ ଠିକ ଟାଇମରେ ବାହାରିଛୁ? ନା ଠିକ ଟାଇମରେ ବାହାରିଛ, ଠିକ ଟାଇମରେ ପହଞ୍ଚିବା ବ୍ୟସ୍ତ। ତ ଭାଇ ଆମର ପହଞ୍ଚି ଆଉ 2-2.5 ଘଣ୍ଟା ଲାଗିବ। ତ ଦେଖିବା କେତେ ଟାଇମ ଲାଗୁଛି ପହଞ୍ଚେ।
ମୁଁ ରାତିରେ ଶୋଇ ପଡ଼ିଥିଲି, ଶୋଇକି ଗୋଟେ ଦେଖ ତ ସୂର୍ଯ୍ୟ ଉଦୟ ହେଇଯାଇଛି, କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ ଭିଉ। ସକାଳୁ ଆମେ ପଞ୍ଚଲିଙ୍ଗେଶ୍ୱର ଅଲରେଡି ପହଞ୍ଚି ଗଲୁଣୁ। ଏବେ ସବୁ ଗୋଟେ ଆମେ ଗାଡିରୁ ଓହ୍ଲାଉଛୁ, ଏବେ ଯିବୁ ପଞ୍ଚଲିଙ୍ଗେଶ୍ୱର ପାହାଡ ଉପରୁ ଚଢିକିରି। ଆମେ ସମସ୍ତେ ଏବେ ଚାଲି ଚାଲି ଯାଉଛୁ ପଞ୍ଚଲିଙ୍ଗେଶ୍ୱରଙ୍କୁ ଦର୍ଶନ କରିବା ପାଇଁ। ମୋ ପଛରେ ସମସ୍ତେ ଆସୁଛନ୍ତି, ଦେଖ ମୋ ସାଇଡ ରେ କେତେ ବଡ ପାହାଡ ଅଛି ମୁଁ ଦେଖଉଛି ଆପଣ ମାନଙ୍କୁ। ତା ଉପରେ କିଏ ଗୋଟେ ଯାଇ ପତାକା ବି ଲଗେଇଛି ସଭା ଉପରେ, ଆପଣମାନେ ଦେଖାଉଛି ନା ମୁଁ କହିପାରିବିନି, ଜୁମ୍ କରୁଛି। ଦେଖନ୍ତୁ ତା ଉପରେ ଗୋଟେ ରେଡ କଲର ପତାକା ବି ଲାଗିଛି। ଠାକୁରଙ୍କୁ ଦର୍ଶନ କରିବାକୁ ଉପରକୁ ଯିବା ବାଟରେ ଦି ପଟ ସାଇଡରେ ଛୋଟ ଛୋଟ ବହୁତ ସାରା ଦୋକାନ ପଡିଥିଲା। ସେଠି ବହୁତ ସାରା ସୁନ୍ଦର ସୁନ୍ଦର ଜିନିଷ ସବୁ ଥୁଆ ହେଇଥିଲା। ସେମାନେ ଯେମିତି ସବୁ ସଜେଇକି ଥୋଇଥାଏ, ଇଚ୍ଛା ହୁଅନ୍ତା ସବୁ କିଣି ନେଇଯିବାକୁ। ଦେଖନ୍ତୁ କେତେ ସବୁ ସୁନ୍ଦର ସୁନ୍ଦର ଜିନିଷ ଥୁଆ ହେଇଛି। ମୁଁ ଉପରକୁ ଯିବା ବାଟରେ ମତେ ପାଣି ସାଉଣ୍ଡ ଆସିଲା, ଯେମିତି ଝରଣା ପଡେ। ତ ମୁଁ ଯାଇ ଦୋକାନ ପଛଆଡୁ ଦେଖେ ତ ଗୋଟେ ଛୋଟ ଝରଣା ସେଠି ବହୁଛି। ଦେଖନ୍ତୁ କେମିତି ଦେଖାଯାଉଛି। ଇଏ ଭାଇକି ଆମର ଦେଖ, ଭାଇ ଆଜି ପୁରା ବାହୁବଲି ହେଇକି ଯାଉଛନ୍ତି, ପୁରା କାନ୍ଧରେ କାନ୍ଧେ ହେଇକିରି ପୁରା ବାହୁବଲି। ଭାଇ ଟିକେ ହାତ ହଲେଇ ଦିଅ। ତ ସାଙ୍ଗମାନେ ମୁଁ କିଛି ବାଟ ଆସିଲା ପରେ ପଞ୍ଚଲିଙ୍ଗେଶ୍ୱର ଉପରକୁ ଯିବାକୁ, ପାହାଚ ଉପରକୁ ଯିବାକୁ ଗୋଟେ ଗେଟ୍ ଥିଲା। ଦେଖନ୍ତୁ ସେଠି କେତେ ଗହଳି। ମୁଁ ଆଗରୁ ଯେତେବେଳେ ଆସିଥିଲି ଗେଟ୍ ତ ନଥିଲା, ଆଗରୁ ଆସିଥିଲି 6-7 ବର୍ଷ ପୂର୍ବରୁ ଆସିଥିଲି, ଗେଟ୍ ନଥିଲା। ଏବେ ଗେଟ୍ କରିଦେଇଛନ୍ତି। ତାଙ୍କ ଗେଟ୍ ଟାଇମ୍ 7ଟାରେ ଖୋଲା ହୁଏ। ଦେଖନ୍ତୁ ଗେଟ୍ କେତେ ଜାମ୍ ଅଛି। ଆମ ସହ ଆମ ମଝିଆ ବି ଯାଇଥିଲେ, କିନ୍ତୁ ଆମେ ସବୁ ଯାଉଥାଉ ଚାଲି ଚାଲି, ମାନେ ସମସ୍ତେ ଚାଲି ଚାଲି ଆମେ ଉଠି ପାରୁନଥାଉ, ସମସ୍ତଙ୍କ ଗୋଡ ହାତ କାଟୁଥାଇ। କିନ୍ତୁ ମୁଁ ମଝିଆ ବା ସେ ଆଗରେ ସାଙ୍ଗେ ଚାଲି ଯାଉଥାନ୍ତା। ମୁଁ ତାଙ୍କୁ ପଚାରିଲି, ମଝିଆ ବା ତମ ବୋଉ ତମକୁ କଣ ଖାଇ ଜନ୍ମ କରିଥିଲେ, କଣ ଏତେ ସ୍ପିଡ ଚାଲୁଛ? ମଝିଆ ମତେ କଣ ହସିକିରି କହନ୍ତି, ମୋ ବୋଉ ମତେ ମାଣ୍ଡିଆ ଯାଉ ଖୁଆଇକି ମତେ କରିଥିଲା ସେ। ଆଉ ଏଠି ଏପଟଙ୍କର ଗେଟ୍ ଖୋଲିବା ଟାଇମ ତ ହେଇନି, 7ଟା ହେଲାଣି, ଆସି ଗେଟ୍ ଖୋଲିବା ଟାଇମ ହେଇନି। ସମସ୍ତେ ଯାହାକୁ ଦେଖ ସବୁ ଟାଇମ ଦେଖୁଥାନ୍ତି, କେତେଟା ବାଜିଲା। ସମସ୍ତେ ୱେଟରେ ଅଛନ୍ତି ଉପରକୁ ଯିବାକୁ, ଠାକୁରଙ୍କୁ ଦର୍ଶନ କରିବା ପାଇଁ। ଫାଇନାଲି 7ଟା ବାଜିଲା, ଗେଟ୍ ଖୋଲା ହେଲା। ମୁଁ ତା ଭିତରେ ଗଳି ଗଳିକା ଆଗକୁ ପଳେଇ ନଥାଏ, ଉପରକୁ ଯିବି ହେରି। ଦେଖ ସବୁ ଧୀରେ ଧୀରେ ସବୁ ଯାଉଛନ୍ତି ଉପରକୁ। ଏ ଗେଟ୍ ରୁ ଭିତରକୁ ଆସିଲା ପରେ ସେଠି ବି ଗୋଟେ ଝରଣା ଥିଲା। ଏଇ ଛୋଟ ଝରଣା, ଏତେ ବଡ ଝରଣା ତ ନୁହଁ, ବଡ ବଡ ଝରଣା, ଛୋଟ ଛୋଟ ଝରଣା ସବୁ ପାଣି ବୋହି ହୁଅନ୍ତା। ସେଠି ଗୋଟେ ଡଙ୍ଗା ବି ଥୁଆ ହେଇଥିଲା। ଆଉ ଲୋକ ଦେଖନ୍ତୁ କେତେ ଲୋକ, ମାନେ ଚଢିବାକୁ ବି ବାଟ ନାହିଁ, ଏତେ ଲୋକ। ମାନେ ଯିବା ପାଇଁ ଗୋଟେ ବାଟ ଥିଲା, ଆସିବା ପାଇଁ ଗୋଟେ ବାଟ ଥିଲା। ଲୋକମାନେ ସେପଟ ଭାଗ ଡେଇଁକିରି ଯାଉଥିଲେ ଭାରି। ଇଏ ଦେଖନ୍ତି ଫେଲୁଆଇ ଆମର ଏକା ଡେଇଁକି ଯିବେ। ଏ ଫେଲୁଆଇ କଣ କରୁଛ? ଇଏ କଣ କରୁଛ? ଫେଲୁଆଇ ଆଗରୁ ଆପଣମାନଙ୍କୁ ଯୋଉ ସବୁ ଛୋଟ ଛୋଟ ପାଣି ଭଳିଆ ଝରଣା ସବୁକୁ ଦେଖେଇଥିଲି, ଏଇଟା ହଉଛି ଟିକେ ତାଠୁ ବଡ ଅଛି। ମତେ ଲାଗୁଛି ଏଇଠୁ ସବୁ ପାଣି ବୋହିକି ସେ ତଳ ସବୁ ଯାଉଛି। ଯୋଉଟା ବାଟରେ ସବୁ ଆସିଲା ବେଳେ ବୋହିକି ଯାଉଥିଲା, ଏଇଠୁ ସବୁ ବୋହିକି ମତେ ଲାଗୁଛି ଏଇଠୁ ସବୁ ବୋହିକି ତଳକୁ ଯାଉଛି। ଆମେ ସବୁ ଚପଲ ଷ୍ଟାଣ୍ଡରେ ଚପଲ ଥୁଇ ଦେଇକିରି ଚାଲିଗଲୁ ବାବାଙ୍କୁ ଦର୍ଶନ କରିବା ପାଇଁ। ଆଜି ପୁରା ଫୁଲ ଜୋସରେ ଆଜି ବାବାଙ୍କୁ ଛୁଇଁକି ଆସିବି ମୁଁ। ସେ ଯୋଉ ବଡ ଝରଣା ଦେଖେଇଥିଲି, ସେ ଝରଣାର ପାଣି, ସେ ଯୋଉ ଗ୍ରିଲ ଲାଗିଛି, ସେ ଗ୍ରିଲ ଭିତରେ ପାଣି ବୋହିକିରି ଆସୁଛି। ତାରି ଭିତରେ ଆମର ପଞ୍ଚଲିଙ୍ଗେଶ୍ୱର ଅଛନ୍ତି, ତାରି ଭିତରେ ଆପଣ ଯାଇକି ତା ଭିତରେ ହାତ ଗଳେଇକି ଛୁଇଁବେ। ଦେଖନ୍ତୁ ଏବେ ତ ଏଗୁରା ନୂଆ ସବୁ ହେଇଛି, ଆଗରୁ ଏଗୁରା ସବୁ କିଛି ନଥିଲା। ଏବେ ସବୁ ନୂଆ ହେଇଛି। କେତେ ଲୋକ ଲାଇନ ଲଗେଇ ଠିଆ ହେଇଛନ୍ତି। ଆମ ପାଳି କେତେବେଳେ ପଡିବ କେଜାଣି? ଆମେ ଆଉ ଡେରି ନକରି ଯାଇ ଲାଇନରେ ଠିଆ ହେଇଗଲୁ। ଦେଖ ଲାଇନରେ ଠିଆ ହଁ ଆମ ପଛରେ ବି ଆଉ ସେ ବହୁତ ସାରା ଲୋକ ବସି ଠିଆ ହେଇଗଲେ। କେତେ ବଡ ଲାଇନ ଦେଖ, କୋଉଠୁ କୋଉ ଯାଏ ଲମ୍ବିଛି। ଆମ ପାଳି କେତେବେଳେ ପଡିବ ଛୁଇଁଲା ବେଳେ ମତେ ଲାଗୁଛି 1-2 ଘଣ୍ଟା ହେଇଯିବ। ଦେଖନ୍ତୁ କୋଉଠୁ କୋଉ ଯାଏ ଲାଇନ ଲମ୍ବିଛି। ଏ ଦେଖନ୍ତୁ ଆମେ ଠିଆ ହେଇଥିଲୁ, ସେ ଭାଇ ଯୋଉ ଧଳା ସାର୍ଟ ପିନ୍ଧି ଫଟୋ ଉଠାନ୍ତି, ତାଙ୍କ ସିଧାରେ ସେ ପୁରା ପଛକୁ ଲାଷ୍ଟକୁ ଠିଆ ହେଇଥିଲୁ। ଏତେ ବାଟ ବୁଲି ବୁଲି ଆସିକି ଯାଇ ଆସିବା ଭିତରେ ଆମ ପାଖାପାଖି 45 ମିନିଟ୍ ଲାଗିଲା। ଆହୁରି ଏଠୁ ତଳ ଯାଇ ଯିବାକୁ ଆହୁରି ଅଧଘଣ୍ଟାଏ ପାଖାପାଖି ଲାଗିବ। ସବୁ ଲାଇନରେ ଠିଆ ହେଇଥିଲେ। ମୁଁ ଟିକେ ଲାଇନରୁ ବାହାରିକି ଆସିକି ଦେଖିଲି ପାଣିଟା କୋଉ ପଟୁ ଗଳୁଛି, ଦେଖିବାକୁ ଚାଲି ଆସିଲି। ଦେଖନ୍ତୁ ପାଣିଟା ଏପଟେ ଏମିତି ବୋହିକି ଯାଉଛି, କେତେ ଜୋରେ ପାଣି ଚାଲିଛି। ଦେଖ ପାଣିଟା ଏ କଣରୁ ଆସିକିରି ସେ ତଳକୁ ଯୋଉ ସେଠି ପଡୁଛି, ସେ କଣରେ ପଡୁଛି, ସେଇ ଜାଗାରେ ହିଁ ମାନେ ଭିତରକୁ ଗୋଟେ ଖାଲ ଭଳିଆ ଅଛି। ତାରି ଭିତରେ ହିଁ ମାନେ 5ଟା ସେ ଲିଙ୍ଗ ଅଛି। ଆପଣ ମାନେ ଭିତରକୁ ଯିବେ, ସେଠି ଗାଇଡ କରିବାକୁ ବି ଲୋକ ଅଛନ୍ତି। ସେ ଆପଣଙ୍କୁ ଗାଇଡ କରିବେ, କୋଉଠି କଣ ହାତ ଗୋଡ କଣ ରଖିବ, କୋଉଠି ଥୁଇଁକିରି ଯିବ ହାତ ବୁଲିବାକୁ। ସେଠି ଅଛନ୍ତି ଗୋଟେ ବାବା, ସେ ବାବା ତମକୁ କହିବେ କି ଏଇ ହାତ ଏଇଠି ରଖ, ସେ ଗୋଡ ସେଇଠି ରଖ, ଏମିତି କରିକିରି ଯାଇକି ହାତ ବୁଲାଅ। ତମାନେ ସେମିତି କରିଯିବ। ସାଙ୍ଗମାନେ ଦେଖନ୍ତୁ କେତେ ଜୋରେ ପାଣି ପଡୁଛି, ଆଉ କେତେ ବଡ ଲାଇନ ଲାଗିଛି। ଆମେ ଠିଆ ହେଇଥିଲୁ, ଦେଖ ସେ ଯୋଉ ଜାଗା ମୁଁ ଦେଖଉଛି,
ଆମେ ଠିଆ ହେଇଥିଲୁ ସେ ଜାଗାରେ ଠିଆ ହେଇଥିଲୁ ସେଠୁ ବୁଲି କେତେ ବଡ କେତେ ଲାଇନ ଲଗେଇଛି ଆମ ଘଣ୍ଟାଏ ହେଲାଣି ଆମେ ଠିଆ ହେଇଛୁ ପହଞ୍ଚୁଛୁ ଏବେ ପହଞ୍ଚୁଛୁ। ମୁଁ ଏବେ ଯାଉଛି ସେ 5ଟା ଲିଙ୍ଗକୁ ହାତରେ ଛୁଇଁବାକୁ। ସେ ଦେଖନ୍ତୁ ସେ ବାବା ମତେ ଗାଇଡ କରନ୍ତି କୋଉଠୁ ଗୋଡ ରଖିବ ହାତରେ କୋଉଠି ରଖିବ ଦେଖନ୍ତି। ମୁଁ ଭାଇ ବିଶ୍ୱାସ କରିବନି ଏତେ ସେଠି ଖସଡା ଥିଲା ଗୋଡ ଖାଲି ମୋର ଖସା ଆଉ ପାଣି ପ୍ରେସର ଏତେ ଥିଲା ମୁଣ୍ଡ ଦାବି ପକନ୍ତି ତଥାପି ଫିରି ମୁଁ ତାଙ୍କୁ 5ଟା ଲିଙ୍ଗ ପୁରା ଛୁଇଁକି ଆସିଲି। ଆମ ଘର ଲୋକ ଏଠି ଠାକୁରଙ୍କ ପାଖରେ ଦୀପ ଜାଳୁଛନ୍ତି ଦେଖ ମୋ ମା ସେଠି ଦୀପ ଜାଳୁଛନ୍ତି। ଦେଖନ୍ତୁ ମୋ ପଛଆଡେ ଗୋଟେ ଛୋଟ ଝରଣାରେ ପହଞ୍ଚି ମୁଁ ଏବେ ତା ଉପରକୁ ସେଠି ଯାଇ ଫଟୋ ବି ଉଠେଇକି ଆସିଥିଲି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଦେଖ। ଆମେ ପଞ୍ଚଲିଙ୍ଗେଶ୍ୱରରୁ ବୁଲିକି ଆସିଲାଣି କରି ଏବେ ଆମେ ଆସିଲାଣି କରି ଗାଡି ଷ୍ଟାଣ୍ଡକୁ ଆସିଲାଣି ଏବେ ଖାଉଛୁ ସବୁ ଦେଖ ଆମେ ଖାଉଛୁ ଆସ ଦେଖ ଏଠି ସମସ୍ତେ ଆମର ଖାଉନ୍ତି ଦେଖ ଆମର ଏଠି ସବୁ ବସି ଖାଉନ୍ତି ଯାହା ଯାହା ଆଇଟମ ହେଇଥିଲା କାଲି ଆପଣଙ୍କୁ ସବୁ କହିଥିଲି ରାତିରେ କଣ କଣ ହେଇଥିଲା ଏବେ ଆମେ ସବୁ ଖାଉଛୁ ତାକୁ ଖାଇସାରିଲେ ପୁଣି ଏଠୁ ଯିବୁ କୋଉ ଜାଗା ଜାଣିନି ଦେଖିବା କୋଉଠି ଯାଉଛି ଚଢି ଯାଉନ୍ତି ପୁରା ଏମିତି ଗୋରୁ ଚଢି ଯାଉନ୍ତି ପୁରା ଇଏ ଦେଖ ଆକୁ ଦେଖ ଆମ ସାଣ୍ଟୁଆକୁ ଆମେ 50 ଫଟୋ ଆଣିଛୁ ପୁରୀ ଆମ ସାନ ଟୋକାର ହଉଛି 50 ରୁ 35 ଫଟୋ କେବଳ ସାଣ୍ଟୁଆର ଆମର 5 ଫଟୋ ସବୁ ଖାଇନ୍ତି ଆଉ କଣ କହିବୁ ସବୁ ଖାଇନ୍ତି। ଆମେ ଏବେ ସବୁ ପଞ୍ଚଲିଙ୍ଗେଶ୍ୱର ବୁଲିକି ଆସିଲୁ ଏବେ ଯାଉଛୁ ଜଗନ୍ନାଥ ମନ୍ଦିର ନୀଳଗିରି ଜଗନ୍ନାଥ ମନ୍ଦିର ଆମ ଘର ଲୋକ ବି ସବୁ ଆସିଲାଣି ପଛରେ ବସଛନ୍ତି ସବୁ ଖାଇସାରିଲୁ ବୁଲିକି ଆସିଲା ପରେ ସବୁ ଖାଇଲୁ ଖାଇକି ବାହାରୁଛୁ ଜଗନ୍ନାଥ ମନ୍ଦିର ଯିବାକୁ ଚାଲ ଯିବା ଜଗନ୍ନାଥ ମନ୍ଦିର ଦେଖା ହବ।